କରୁଛୁ कवि विश्वनाथ घंटियाकृत विचित्र रामायणर 10म भाग। प्रयोजना डॉ शांतनु कुमार रथ। संगीत परिचालना प्रफुल्ल चंद्र बेहेरा। अध्याय ताड़का एवं सुबाहु मरिबा परे ऋषि मानकर यज्ञ रक्षा होईछि। देवता माने संतुष्ट होई पुष्पवृष्टि करिसंती। मिथिला जिबा बाटरे रामचंद्रंकर पादस्पर्शरे अहल्या उद्धार होईछंती। अहल्या पथर हेबा वृत्तांत विश्वामित्र रामचंद्रंकु कहिसंती। एहा सहित विश्वामित्र निज जन्म कथा और गंगांक जन्म कथा कहि कहि मिथिला पथरे गमन करुछंती। से दिगरे मिथिलारे सीतांक स्वयंवर पई आयोजन आरंभ होईछि। विभिन्न राज्यर राजांकु सीता स्वयंवर रे जोग देबा पई जनक निमंत्रण पठाइछंती। मरण चाहि मारीच धाई धाई श्री राम निकटे कहिला किंपा आम्भंकु मारी हाताया कुन पारी से ऋषि खाइबु बोइला ए सुज्ञ जने श्रीराम शुणिता उत्तर बोइले देख धनुषर मन्तरे मारिबु कुम्भंकु जे नासिबु दे अछंती वेदवर हे सुज्ञ जन मुखु न स्फुरे वाणी तथाणी
ଶ୍ରୀରାମ ପଚାରନ୍ତି ଭୋ ମୁନେ କହ ମୋତେ ନାରୀ ଅବା ପାଷାଣ ହୋଇଲା କି ନିମନ୍ତେ ମୁନି କହନ୍ତି ଶ୍ରୀରାମ ଶୁଣ ହେ ସନ୍ଦେଶ ଚକ୍ର ସକାଶୁ ହୋଇଲା ଏମନ୍ତ ଭବିଷ୍ୟ ଏକ ଦିନେ ଗୌତମ ତପ କରି ଗଲେ ପୁରନ୍ଦର ଗୌତମ ଶରୀର ଧଇଲେ ପ୍ରବେଶ ହୋଇଲେ ଗୌତମଙ୍କ ସଦନ ରମିଲେ ସେ ଋଷି ନାରୀ ଯୁବତୀ ରତନ ବାହାର ହୁଅନ୍ତେ ପରୁ ଦେଖିଲେ କରୁଷି ସାପ ଦେଲେ ତା ବୃଷଣ ପଡ଼ିଲା ଖସି ଅହଲ୍ୟାନ୍ତେ ଦେଖିଣ ଦେଲେ ଏହି ସାପ ରାମ ପାଦ ଲାଗିଲେ ସେ ଯିବ ତୋର ପାପ ଏବେ ରାମ ଅହଲ୍ୟାକୁ କଲ ଯେ କାରଣ ବୋଲେ ବିଶି ନିସ୍ତରିଲା ଲାଗି ଶ୍ରୀ ଚରଣ ଏବେ ରାମ ଅହଲ୍ୟାକୁ କଲ ଯେ କାରଣ ବୋଲେ ବିଶି ନିସ୍ତରିଲା ଲାଗି ଶ୍ରୀ ଚରଣ ପଥ ଗମନରେ ଦିନ ଶେଷ କୌଶିକୀତିରେ ପରବେଶ ରାମ ପୁଛନ୍ତି କେ ବଣ ଦେଶ ଏଥି ନୃପତିର ନାମ କିସ ମୁନି ବୋଲନ୍ତି ଶୁଣ ଶ୍ରୀରାମ ଆମ୍ଭେ କହିବା ଏଥିର ନାମ କୁଶ କେତୁ ସେ ଯେ କୁଶ ଲାଭ କୁଶ ବ୍ରହ୍ମାଙ୍କ ଠାରୁ ସମ୍ଭବ ନୂପର ସତ ନନ୍ଦିନୀ ଦିବ୍ୟ ସୁନ୍ଦରୀ ଜଗନ୍ମୋହିନୀ ଦେଖି ମୋହିତ ହେଲେ ମରୁତ ବିବାହ ହେବାକୁ କଲେ କଚିତ କନ୍ୟା ମାନେ ତୋଟାପୁରେ ଥିଲେ ତାଙ୍କ ପାଶକୁ ବୋଲିଣ ଗଲେ ଆମ୍ଭଙ୍କୁ ବର ବୋଲି ବୋଇଲେ ଜଣେ ହେସି ଉକାର ନ କଲେ ତେଣୁ କ୍ରୋଧ କରିନ ସମୀର ପୂଜ କଲେ କନ୍ୟାଙ୍କ ଶରୀର ତେଣୁ ପୂଜ କନ୍ୟା ଗଲେ ଦେଶ ଗାଧି ଅଟନ୍ତି ତାହାଙ୍କ ଅଂଶ ତାଙ୍କ ଠାରୁ ଅବତାର ଆମ୍ଭେ ଯାହା ପଚାରିଲ ରାମ ତୁମ୍ଭେ ଆମ୍ଭ ଭଗ୍ନୀ କୌଶିକୀ ନଦୀ ବହୁ ଅଛନ୍ତି ପାତାଳ ଭେଦୀ କୁଶଂସୁ ଆମ୍ଭେ କୌଶିକ ଏହା ବୋଲନ୍ତି ସକଳ ଲୋକ ଶୁଣି ସନ୍ତୋଷ ରଘୁନାୟକ କହି ବଞ୍ଚିଲେ ରଜନୀ ଏକ ପ୍ରାତୁ ନିତ୍ୟ କର୍ମ ବଢାଇଲେ ମୁନି ଆଗେ ପଥ କଢାଇଲେ ଗଙ୍ଗା ତୀରେ ହୋଇଲେ ପ୍ରବେଶ ବୋଲେ ବିଶି ଗଙ୍ଗା ଦେଖି ତୋଷ କୂଳେ ଶ୍ରୀରାମ ଲକ୍ଷ୍ମଣ ମୁନି ଡାକନ୍ତି ଦିବର ଆସ ନାବଖିନି ନକରି ବିଳମ୍ବ ଯିବା ପଥ ଦୂର ନ ଶୁଣଇ ରାମ ବାଣୀ ସେ ଜୀବର ଦେଖି ଶ୍ରୀରାମ ବୋଲନ୍ତି ଏ କିରୀତି ବଧିର ହେଲା କି ଏବେ ତୋର ଶ୍ରୁତି ଶୁଣି ଜୀବର ବୋଲଇ ରଘୁ ବସି ବଧିର ନୁହଇ ବୀର ଶୁଣୁଅଛି ପାଦର ବାଲି ଲାଗି ରଘୁପତି ପଥରେ ପଥର ହୋଇଛି ଯୁବତୀ ନପୁଣ ନୌକା ମୋର
ସେହି ମତି ନାୟିକା ହେଲେ ମରିବି ଦୁଃଖେ ଅତି। ଏତେ ବୋଲି ଗଙ୍ଗା ନୀର ପରେ ଧରି ପାଦ ପଖାଳିଲା ଅତି ଯତ୍ନ କରି ବସନେ ପୋଛି ଦେଲା ନାବେ ବସାଇ ରାମଙ୍କୁ ପାରି କଲା। ଜାହ୍ନବୀ ଶୋଭା ଦେଖନ୍ତି ରଘୁମଣି ବୋଲେ ବିଶି ସକଳ କହନ୍ତି ମୁନି। ମୁନି ବୋଲେ ଗଙ୍ଗା ରାମ ହେ ଦିଶନ୍ତି ଅତି ଉତ୍ତମ। ଚତୁର୍ଦଶ ଲୋକେ ବିଦିତ ହୋଇ ପତିତ ପାବନୀ ନାମ ହେ। ସାଗର ନାମେ ରାଜନ ହେ 60 ସହସ୍ର ନନ୍ଦନ। ଦହନ ତାଙ୍କୁ କରୁଥିଲେ କୋପରେ କପିଳଙ୍କର ନୟନ ହେ। ଅବିରଥ ତପୋ ବଳେ ହେ ବିଜେ କଲେ ରବି ତଳେ। ସଗର ସୁତଙ୍କୁ ମୁକତ କରିଣ ସଙ୍ଗମ ସାଗର ଜଳେ। ତୁମ୍ଭର ଚରଣ ନିରହେ ଅଭିଷେକ ଶିବ ଶିର। ଜାହ୍ନବୀର ଜଳ ଏ ତୁମ୍ଭ ବଂଶର କିରତି କି ରଘୁବୀର ହେ। ଶୁଣି କରି ସ୍ନାନ କଲେ ଯେ ରାମ ଦ୍ରୁପଦ ହୋଇଲେ। ବୋଲେ ଦିଶି ନିଶି ସେଠାରେ ପୁହାଇ ମିଥିଳାପୁରକୁ ଗଲେ। ଶୁଣ ହେ ସୁଜନ ଜନ ମିଥିଳାପୁର ରାଜନ। ଆଜ୍ଞା ଦେଲେ ସତାନନ୍ଦ ମନ୍ତ୍ରୀ କୁ ଚାହିଁ। କନ୍ୟା ଅନୁରୂପେ ନର ବରଙ୍କୁ ବରଣ କର। ସୀତାଙ୍କୁ ବିବାହ ବେଗେ କରିବା ପାଏ। ଶୁଣି ସତାନନ୍ଦ ଚଳିଲା। ଶୁଣି ସତାନନ୍ଦ ଚଳିଲା। ଦେଶେ ଦେଶେ ରାଜାଙ୍କୁ ନିମନ୍ତ୍ରଣ କଲା। ବିଦର୍ଭ କର୍ଣ୍ଣାଟ ଭୋଟା ଆବର ଯେ ମୋର ଖଟା। ଅଙ୍ଗ ବଙ୍ଗ କଳିଙ୍ଗ ଭୋପାଳ ନେପାଳ। କାଶ୍ମୀର ଯେ କନାଉଜ ମାଳବ ମଗଧ ରାଜ। ମ୍ଲେଚ୍ଛ ମତ୍ସ୍ୟ ଦେଶ ଆଦି ପୁରୁ ପାଞ୍ଚାଳ। ଏହା ସବୁ କହିବା କେତେ। ଏହା ସବୁ କହିବା କେତେ। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଯେତେ। ଶୁଣୁଥିଲି କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର ଦଶମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, ମହାପାତ୍ର ମିନତୀ ଭଞ୍ଜ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ବିଜୟ କୁମାର ଜେନା। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ସହଯୋଗିତା ଅଭୟ କୁମାର ଦାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।